ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଓଡ଼ିଶା ଲେଟେଷ୍ଟ ନ୍ୟୁଜକୁ ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ଆପଣ ବି ମୋବାଇଲ ବ୍ୟବହାର କରୁଥିବେ ସାଧାରଣତଃ। ତ ଆପଣମାନଙ୍କ ପାଇଁ ଏଇ ନ୍ୟୁଜଟି ଗୁରୁତ୍ୱପୂର୍ଣ୍ଣ ରହିବ। କାହିଁକି ନା ଆପଣ ଯେହେତୁ ମୋବାଇଲ ଚଲାଉଛନ୍ତି, ମୋବାଇଲରେ ଆପଣଙ୍କର ହ୍ୱାଟ୍ସଆପ୍ ଥିବ, ସିମ୍ ଗୋଟିଏ ପକାଉଛନ୍ତି, ତ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ତ ଡେରି ନକରି ମୁଁ ଆରମ୍ଭ କରିବି। ତ ଚାଲନ୍ତୁ ଆରମ୍ଭ କରିବା। ତ ଓଡ଼ିଶାର ସମେତ ସାରା ଦେଶର ମାର୍ଚ୍ଚ 1, 2026ରୁ ହ୍ୱାଟ୍ସଆପ୍ ଏବଂ ସିମ୍ ବ୍ୟବହାର ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତ ସାଇବର ଅପରାଧ ରୋକିବା ପାଇଁ କେନ୍ଦ୍ର ସରକାର ସିମ୍ ବାଇଣ୍ଡିଂ ନିୟମ ଲାଗୁ କରିଛନ୍ତି। ତ ଚାଲନ୍ତୁ ଡେରି ନକରି ଏହା ବିଷୟରେ ଆପଣଙ୍କୁ ଡିଟେଲ୍ସରେ କହି ରଖିବି। ତ ହ୍ୱାଟ୍ସଆପ୍ ଆପଣ ନିହାତି ବ୍ୟବହାର କରୁଥିବେ। ତ ହ୍ୱାଟ୍ସଆପ୍ ପାଇଁ ଆସିଯାଇଛି ନୂଆ ନିୟମ। ତ କେବେ କତରୁ ଲାଗୁ ହେବ ଆପଣଙ୍କର ନା ମାର୍ଚ୍ଚ 1, 2026ରୁ ଏହା ବାଧ୍ୟତାମୂଳକ ହେବ। ତ ସିମ୍ ରହିବା ଜରୁରୀ। ଏହା ମାନେ ନା ଆପଣ ଯେଉଁ ସିମ୍ର ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି, ସେଇ ସିମ୍ ସେଇ ମୋବାଇଲରେ ପଡ଼ିଥିବା ଦରକାର। ତ ସେଇ ସିମ୍ ବି ଆପଣଙ୍କ ନାମରେ ଅଛି କି ବି ନାହିଁ ତାହା ବି ଦେଖି ନିଅନ୍ତୁ। କୌଣସି କ୍ଷେତ୍ରରେ ଯେଉଁମାନେ ଆଗରୁ ସିମ୍ ପକାଇଥିବେ ସେମାନଙ୍କ ନାଁରେ ନଥିବ କି କୌଣସି ଚୋରା ସିମ୍ ଆପଣ ବ୍ୟବହାର କରୁଛନ୍ତି, ତ ତାହେଲେ ଏହା ବ୍ୟାନ୍ ହେଇଯିବ ହ୍ୱାଟ୍ସଆପ୍ ଆପଣଙ୍କର। ତ ଚାଲନ୍ତୁ 6 ଘଣ୍ଟାରେ ଭେରିଫିକେସନ୍। ଆପଣଙ୍କର 6 ଘଣ୍ଟାରେ ଭେରିଫିକେସନ୍ ହେବ। ହ୍ୱାଟ୍ସଆପ୍ ପ୍ରତି 6 ଘଣ୍ଟା ଥରକେ ଚେକ୍ କରିବେ ଯେ ଆପଣଙ୍କ ଫୋନ୍ରେ ସେଇ ସିମ୍ ଅଛି କି ନାହିଁ। ତ ଜାଣି ରଖନ୍ତୁ ଯେ ଏହା ଏକ ବଡ଼ ପରିବର୍ତ୍ତନ ଯେ 6 ଘଣ୍ଟାରେ, ପ୍ରତ୍ୟେକ 6 ଘଣ୍ଟାରେ ଆପଣଙ୍କର ହ୍ୱାଟ୍ସଆପ୍ ପରିବର୍ତ୍ତନ ହେବ। ତ ଯଦି ଆପଣ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ଆପ୍ ବ୍ୟବହାର କରୁଛନ୍ତି, ତେବେ ଏହି 6 ଘଣ୍ଟାରେ ଥରେ ଆପ୍ ଲଗ୍ ଆଉଟ୍ ହୋଇଯିବ। ତ ଥରେ ଲଗ୍ ଆଉଟ୍ ହେଇଯିବ, ପୁଣି ଥରେ ଆପଣଙ୍କୁ ଲଗ୍ଇନ୍ କରିବା ପାଇଁ ପଡ଼ିବ 6 ଘଣ୍ଟାରେ। ପୁଣି ଆପଣ ହ୍ୱାଟ୍ସଆପ୍ ଚାଟ୍ ଓପନ୍ କରିବେ। ତାପରେ ଯାଇ ଆପଣ ହ୍ୱାଟ୍ସଆପ୍ରେ ଚାଟିଂ କି ମେସେଜ୍ କି ଆପଣଙ୍କର ଦୈନିକ ଜୀବନରେ ତ ହ୍ୱାଟ୍ସଆପ୍ ତ ଦରକାର ନା। ତ 6 ଘଣ୍ଟାରେ ଥରେ ଆପଣଙ୍କର ଲଗ୍ ଆଉଟ୍ ହେଇଯିବ। ତ ପୁଣି ଥରେ ଆପଣଙ୍କୁ OTP ଆସିବ, ପୁଣି OTP ଦେବେ। ତ ସେଇ ଅନୁସାରେ ଆପଣଙ୍କର ସେଇ ମୋବାଇଲରେ ସେଇ ସିମ୍ ପଡ଼ିଥିବା ଦରକାର। ତ ସିମ୍ ପାଇଁ ବି ନୂଆ ଲାଗୁ ହୋଇଛି ନିୟମ। ତ ଚାଲନ୍ତୁ ଡେରି ନକରି ସିମ୍ ବାବଦରେ ବି ଆପଣଙ୍କୁ ଡିଟେଲ୍ସରେ କହିଦେବି। ତ ସିମ୍ କାର୍ଡ଼ ଏବଂ ପୋର୍ଟାଲ୍ ଆପଡ଼େଟ୍ ହୋଇଥିବା ଜରୁରୀ। ତ ସିମ୍ କାର୍ଡ଼ KYC ଆପଡ଼େଟ୍ ମୁଁ ଆପଣଙ୍କୁ କହିଥିଲି ଆଗରୁ ଯେ ସିମ୍ କାର୍ଡ଼ ଆପଣଙ୍କ ନାମରେ ହୋଇଥିବା ଦରକାର। ଯଦି ଆପଣଙ୍କ ସିମ୍ କାର୍ଡ଼ ବହୁତ ପୁରୁଣା ଏବଂ ସଠିକ୍ KYC ହୋଇନାହିଁ, ତେବେ ତାହା ବନ୍ଦ ହୋଇଯାଇପାରେ। ତ ଆପଣମାନଙ୍କୁ ମୁଁ ଆଗରୁ କହିଛି ଦର୍ଶକ ବନ୍ଧୁ, ଯଦି ଆପଣ ସିମ୍ କାର୍ଡ଼ ବହୁତ ପୁରୁଣା କିମ୍ବା ଆଗରୁ କୌଣସି ନାଁରେ ଅନ୍ୟ ଜଣଙ୍କ ନାଁରେ ଅଛି, ଆପଣ କାଢ଼ି ଦେଇଛନ୍ତି କି ଆପଣଙ୍କ ପାଖରେ ଅଛି, ଆପଣ ଏତେ ବି ଯାଞ୍ଚ କରିନାହାନ୍ତି, ତ ଆପଣମାନଙ୍କ ସିମ୍ ବନ୍ଦ ହେଇଯିବ। ତ ଡେରି ନକରି KYC କରି ଆଉ ଗୋଟେ ନୂଆ ସିମ୍ ବନେଇ ନିଅନ୍ତୁ କିମ୍ବା ସେଇ ସେଇ ସିମ୍‌କୁ ଆପଣ ନିର୍ଦ୍ଦିଷ୍ଟ, ଯଦି ଆପଣଙ୍କର ସିମ୍‌ର ନିର୍ଦ୍ଦିଷ୍ଟ ଏୟାରଟେଲ୍, ଜିଓ କିମ୍ବା ଅନ୍ୟ କୌଣସି ଭୋଡାଫୋନ୍ କିମ୍ବା ଅନ୍ୟ କୌଣସି ଆପଣଙ୍କର ଅଛି, ତ ନିର୍ଦ୍ଦିଷ୍ଟ ଆପଣଙ୍କର ପାଖରେ ଥିବା କେୟାରକୁ ଯାଇ, ଯଥା ଜିଓ କେୟାର ଯେମିତିକି ଏୟାରଟେଲ୍ କେୟାର, ସେମିତି ପାଖକୁ ଯାଇ ଚେକ୍ କରିନିଅନ୍ତୁ ଏବଂ ନିର୍ଦ୍ଦିଷ୍ଟ ନାମରେ ଆପଣଙ୍କର KYC ଦେଇ କରିନିଅନ୍ତୁ। ତ ଯଦି ଆପଣମାନେ କରିନାହାନ୍ତି, ତ ଆପଣଙ୍କର ସିମ୍ ବନ୍ଦ ହେଇଯିବ। ତ ଆପଣଙ୍କର ରେସନ କାର୍ଡ଼ ବି ଲିଙ୍କ୍ ରହିଥିବା ଦରକାର ସିମ୍‌ରେ। ସିମ୍ ସହିତ ରେସନ କାର୍ଡ଼, ଆଧାର ଲିଙ୍କ୍ କରିବା ପାଇଁ ମଧ୍ୟ କେତେକ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି। ତ ମୁଖ୍ୟ ପଏଣ୍ଟ ଗୁଡ଼ିକ ହେଉଛି ସରକାରଙ୍କ ହ୍ୱାଟ୍ସଆପ୍ ୱେବ୍, ସିମ୍ ବାଇଣ୍ଡିଂ ଏବଂ ସିମ୍ ପୋର୍ଟ। ଆପଣ ବାରମ୍ବାର ସିମ୍ ପୋର୍ଟ କରୁଥାଇ ପାରନ୍ତି ଯେ ମୋର ରିଚାର୍ଜ ସରିଗଲା, କୌଣସି କ୍ଷେତ୍ରରେ ମଜାରେ କରିଦିଅନ୍ତି ଯେ ସିମ୍ ନିଜ ନାଁରେ କରିକି ରିଚାର୍ଜ ସରିଗଲା ପରେ ଜିଓରୁ ଏୟାରଟେଲ୍, ଏୟାରଟେଲ୍‌ରୁ ଜିଓ, ଭୋଡାଫୋନ୍, ତ ତା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତ ଆଶା କରୁଛି ଦର୍ଶକ ବନ୍ଧୁ ଆପଣମାନଙ୍କୁ ଖବରଟି ଭଲ ଲାଗିଥିବ। ତ ଏଇଭଳି ଡେଲି ଗୁରୁତ୍ୱପୂର୍ଣ୍ଣ ଖବର ପାଇବା ପାଇଁ ତ ସବସ୍କ୍ରାଇବ୍ ଏବଂ ବେଲ୍ ଆଇକନ୍ ପ୍ରେସ୍ କରିଦିଅନ୍ତୁ। ତ ଏତିକ କହି ଆଜିର ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍‌କୁ ମୁଁ ସାରୁଛି। ନମସ୍କାର, ଜୟ ଜଗନ୍ନାଥ।